ସମସ୍ତଙ୍କୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ନମସ୍କାର ତଥା ପ୍ରେଜ ଦ ଲର୍ଡ ଜଣାଏ। ଆଜି ଗୋଟେ ସ୍ୱତନ୍ତ୍ର ବା ବେଶୀ ୟୁନିକ୍ ବିଷୟ ଆମେ ଆଲୋଚନା କରିବା। ତାହା ହେଉଛି ରୋମିଓ ପୁସ୍ତକ 6:7 ପଦ। ସେଠାରେ ଏ ପ୍ରକାର ଲେଖା ଅଛି, ଏହା ତ ଆମମାନେ ଜାଣୁ, କାରଣ ଯେ ମରିଅଛି ସେ ପାପରୁ ମୁକ୍ତ ହୋଇଅଛି। ଦେଖନ୍ତୁ 6:7 ଲେଖା ଅଛି ଯେ ଏହା ମାନେ ଜାଣୁ, ଯଦି ଯେ ମରିଅଛି ସେ ପାପରୁ ମୁକ୍ତ ହୋଇଅଛି। ତ ପାପରୁ ମୁକ୍ତ ହେବା ପାଇଁ କ'ଣ କରିବାକୁ ପଡ଼େ? ତେବେ ମରିବାକୁ ପଡ଼େ। ତେବେ ପ୍ରକୃତରେ ମଲା ପରେ ପାପ କ୍ଷମା ହୁଏ ନା ଆଗରୁ ହୁଏ? ଯେହେତୁ ଏଠାରେ ଲେଖା ଅଛି, କାରଣ ଯେ ମରିଅଛି ସେ ପାପରୁ ମୁକ୍ତ ହୋଇଅଛି, ତାର ଅନ୍ୟ ଶବ୍ଦ କ'ଣ ହେବ? ଯେ ମରି ନାହିଁ, ଅର୍ଥାତ୍ ଯେ ବଞ୍ଚିକି ଅଛି ସେ ପାପରୁ ମୁକ୍ତ ହୋଇନାହିଁ। ତେବେ ମରିଗଲେ ଯଦି ସମସ୍ତେ ପାପ କ୍ଷମା ପାଇବେ, ତେବେ ସମସ୍ତ ଧର୍ମର ଲୋକମାନେ ମରିବେ, ତାମାନେ ସମସ୍ତେ ଉଦ୍ଧାର ପାଇବେ କି? ସମସ୍ତେ ସ୍ୱର୍ଗ ଯିବେ କି? ଏଇଟା ତ ଲେଖା ହିଁ ନାହିଁ ଯେ ଯୀଶୁଙ୍କୁ ଗ୍ରହଣ କଲା, ଯେ ପରମେଶ୍ୱରଙ୍କୁ ଗ୍ରହଣ କଲା ସେଥିପାଇଁ ପାପ କ୍ଷମା ପାଇବ, ସେମିତି ଲେଖା ହିଁ ନାହିଁ। ବରଂ ଲେଖା ଅଛି ଯେ ମରିଅଛି ସେ ପାପରୁ ମୁକ୍ତ ହୋଇଅଛି। ମରିବାଟା ତ ସ୍ୱାଭାବିକ, ସମସ୍ତେ ମରିବେ, ପ୍ରତ୍ୟେକ ଧର୍ମର ଲୋକମାନେ ମରିବେ। ତେବେ ମରିଗଲେ ଯଦି ପାପ କ୍ଷମା ବୋଲି ଆମେ କହିବା ବା ଲେଖା ବି ତ ଅଛି, ତେବେ ସମସ୍ତେ ମରିବେ, ତେବେ କିଏ ବି ନରକକୁ ଯିବେ ନାହିଁ କି? ଏହାର ରହସ୍ୟ କ'ଣ? ଏହାର ସତ୍ୟ କ'ଣ? ତ ଆଲୋଚନା କରିବା ପୂର୍ବରୁ ଆସନ୍ତୁ ଆମମାନେ ପ୍ରାର୍ଥନା କରିକି ଆରମ୍ଭ କରିବା। ଧନ୍ୟବାଦ ପ୍ରଭୁ, ସୁନ୍ଦର ସମୟ ଆମମାନଙ୍କୁ ଦେଲ। ଅନୁଗ୍ରହ କର ଏହି ସତ୍ୟକୁ ବୁଝିବା ନିମନ୍ତେ। ପ୍ରକୃତରେ ଯେ ମରିଅଛି ସେ ପାପରୁ ମୁକ୍ତ ହୋଇଅଛି, ଏହାର ରହସ୍ୟ ବୁଝିବା ନିମନ୍ତେ ସାହାଯ୍ୟ କର। ପ୍ରାର୍ଥନା ଯୀଶୁଙ୍କ ନାମରେ ମାଗିଲି, ଆମେନ୍। ଦେଖନ୍ତୁ, ଏହି ସତ୍ୟକୁ ଜାଣିବାକୁ ହେଲେ ଆମମାନେ କେତୋଟି ପଦ ଆମେ ଅନୁଧ୍ୟାନ କରିବା। 6ରୁ 11 ପର୍ଯ୍ୟନ୍ତ ପଢ଼ିବା। ରୋମୀ 6 ପର୍ବ 6ରୁ 11 ପର୍ଯ୍ୟନ୍ତ ପଢ଼ିବା। ପ୍ରକୃତରେ ଯେ ମରିଛି ସେ ପାପ କ୍ଷମା ପାଇଅଛି, ୟାର ଅର୍ଥ କ'ଣ? କାହିଁକି ଆମେ ଯେମିତି ଅନେକ ଜାଣିଛୁ ଯେ ମରିଗଲା ପରେ ପାପ କ୍ଷମା ହୁଏ, ତାମାନେ ସମସ୍ତେ ତ ଦିନେ ମରିବେ। ତେବେ ଅନେକ ଲୋକ ମୁଁ କହିବାର ଶୁଣିଛି ଯେ ପ୍ରକୃତରେ ଭାଇମାନେ ମରିଗଲେ ହିଁ ପାପ କ୍ଷମା ହୁଏ। କାରଣ ଯେତେବେଳେ ଆମେ ବଞ୍ଚିକି ଅଛୁ, ଆମେ ଶରୀରରେ ଅଛୁ, ଆମର କଥାବାର୍ତ୍ତା, ଚାଳି ଚଳନ, ବ୍ୟବହାର ପ୍ରତ୍ୟେକ ସମୟରେ ଭୁଲ ଅଛି, ଠିକ୍ ନାହିଁ। ସେଥିପାଇଁ ଯେତେବେଳେ ଆମେ ମରିବା, ମଶାଣୀକୁ ଯିବା, ପ୍ରକୃତରେ ସେଇ ଦିନଠାରୁ ପାପ କରିବାର ବିଷୟ ବନ୍ଦ ହେବ। ତେଣୁ ସେଇଠାରେ ହିଁ ଆମର ପାପ କ୍ଷମା ଆରମ୍ଭ ହେବ। ଯଦି ଏହିପରି ଆମେ ବୁଝିବା, ତେବେ ସମସ୍ତଙ୍କର ମୃତ୍ୟୁ ଅଛି, ସମସ୍ତେ ପାପ କ୍ଷମା ପାଇବେ କି? ତେଣୁ ଏହି ସତ୍ୟକୁ ଆମେ ଜାଣିବାର ଅଛି, ଶିଖିବାର ଅଛି। ସେଥିପାଇଁ ଆପଣମାନେ ସମସ୍ତେ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ତେଣୁ କେତୋଟି ପଦ ନେଇ ଆମେ ଆଲୋଚନା କରିବା। ଯେ ସେ ରୋମୀ 6 ପଦରୁ ଦେଖିବା, ଯେପରି ଆମ୍ଭେମାନେ ଆଉ ପାପର ଦାସତ୍ୱରେ ନ ରହୁ, ଏଥିପାଇଁ ପାପର ଶରୀର ବିନଷ୍ଟ ହେବା ନିମନ୍ତେ ଆମମାନଙ୍କ ପୁରାତନ ସ୍ୱଭାବ ଯେ ତାହାଙ୍କ ସହିତ କ୍ରୁଶରେ ହତ ହୋଇଅଛି। ଦେଖନ୍ତୁ, ଆମମାନେ ଯେପରି ପାପର ଦାସତ୍ୱରେ ନ ରହୁ, ପାପର ଜୁଆଳିରେ ନ ରହୁ, ସେଥିପାଇଁ ପାପର ଶରୀର ବିନଷ୍ଟ ହେବା ନିମନ୍ତେ, ଅର୍ଥାତ୍ ଯେଉଁ ଶରୀର ଆମେ ଧରିଅଛୁ ଏଇଟା ହେଉଛି ପାପର ଶରୀର। ତ ଏ ପାପର ବିନଷ୍ଟ ହେବାର ଅଛି, ପାପ ଦଣ୍ଡ ପାଇବାର ଅଛି, ପାପ ମରିବାର ଅଛି। ସେଥିପାଇଁ ଏଇଟା ଲେଖା ଅଛି ଯେ ଏଥିପାଇଁ ପାପର ଶରୀର, କି ଶରୀର? ପାପର ଶରୀର। ଏଇଟା ଭଲର ଶରୀର ନାହିଁ, ଏଇଟା ହେଉଛି ପାପମୟ ଶରୀର, ଏଇଟା ପାପର ଶରୀର। ତେଣୁ ଏହା ବିନଷ୍ଟ ହେବା ନିମନ୍ତେ, ଅର୍ଥାତ୍ ଶରୀର ବିନଷ୍ଟ ହେବା ନିମନ୍ତେ। ଶରୀର ବିନଷ୍ଟ ହେଲେ ପାପ ବିନଷ୍ଟ ହେବ। ଶରୀର ଥାଇକି ପାପ ବିନଷ୍ଟ ହୋଇପାରିବ ନାହିଁ, ଯେହେତୁ ପାପ ଶରୀରରେ ବାସ କରେ। ତେଣୁ ପାପକୁ ମାରିବା ପାଇଁ ହେଲେ ଶରୀରକୁ ମାରିବାକୁ ପଡ଼ିବ। ତେବେ ଶରୀରକୁ ମାରିବା ନିମନ୍ତେ କ'ଣ କରାଯାଏ? ବାଇବେଲରେ ଆମକୁ ଧର୍ମଶାସ୍ତ୍ର କ'ଣ କହେ? ସେଥିପାଇଁ ଆପଣମାନେ ଦେଖନ୍ତୁ, ଆମେ ଯେମିତି ପାପର ଦାସତ୍ୱରେ ନ ରହୁ, ଏଥିପାଇଁ ପାପର ଶରୀର ବିନଷ୍ଟ ହେବା ନିମନ୍ତେ ଆମମାନଙ୍କର ପୁରାତନ ସ୍ୱଭାବ
ପାପର ସ୍ୱଭାବ ଯେ ତାହାଙ୍କ ସହିତ କ୍ରୁଶରେ ହତ ହୋଇଅଛି। ଦେଖନ୍ତୁ କ'ଣ କହୁଛି ଏଇ ପଦ, ସାଧୁ ପାଉଲ କ'ଣ ବୋଲି କହୁଛନ୍ତି? ପାପର ଶରୀର ବିନଷ୍ଟ ହେବା ପାଇଁ ପାପର ଶରୀର ମରିବା ଦରକାର କି? ହଁ, ତେବେ ପାପର ଶରୀର ମରିବା ପାଇଁ ହେଲେ ଦିନେ ଆମେ ମଶାଣିକୁ ଯିବା ସ୍ଥିତି ଆସିବା ଦରକାର କି? ପ୍ରକୃତରେ ଏହାର ରହସ୍ୟ କ'ଣ? ତ ଆପଣମାନେ ଚିନ୍ତା କରନ୍ତୁ, ଏଥିପାଇଁ ପାପର ଶରୀର ବିନଷ୍ଟ ହେବା ନିମନ୍ତେ କିଏ ମରିଛି? ଦେଖନ୍ତୁ କିଏ ମରିଛି? ଯେ ଆମମାନଙ୍କର ପାପର ସ୍ୱଭାବ ତାହାଙ୍କ ସହିତ କ୍ରୁଶରେ ହତ ହୋଇଛି। ଦେଖନ୍ତୁ, ପାପର ଶରୀର ବିନଷ୍ଟ ହେବା ପାଇଁ ଆପଣ ଶରୀରରୁ ବାହାରିବା ଆବଶ୍ୟକ ନୁହେଁ, କିମ୍ବା ଆମେ ଯେ ପ୍ରକାର ମୃତ୍ୟୁକୁ ବୁଝୁଛୁ ସେ ପ୍ରକାର ମୃତ୍ୟୁର ଶିକାରୀ ହେବା ଆବଶ୍ୟକ ନୁହେଁ, ବା ମଶାଣିର ଘଟଣା ବୁଝିବା ଆବଶ୍ୟକ ନୁହେଁ। ତେବେ କ'ଣ ବୁଝିବା ଦରକାର? ଆପଣଙ୍କର ପାପର ଶରୀର ବିନଷ୍ଟ ହେବା ପାଇଁ ଆପଣ ନିଜେ ମରିନାହାନ୍ତି, ଆପଣ ଶରୀରରୁ ଅଲଗା ହେଇନାହାନ୍ତି। ତେବେ କ'ଣ ହେଇଛି? ତାହାଙ୍କ ସହିତ ଅର୍ଥାତ୍ ଯୀଶୁଙ୍କ ସହିତ କ୍ରୁଶରେ ହତ ହେଇଛି। କିଏ ହତ ହେଲା? କ୍ରୁଶରେ କିଏ ହତ ହେଲା? ଦେଖନ୍ତୁ, କ୍ରୁଶରେ ଆପଣଙ୍କର ଶରୀର ହତ ହେଲା। ଶରୀର ହତ ହେଲା ମାନେ କ'ଣ? ପୁରାତନ ସ୍ୱଭାବ ମରିଲା। ଶରୀରରେ ଯେଉଁ ପାପର ବ୍ୟବସ୍ଥା, ପାପର ଦଣ୍ଡାଜ୍ଞା, ପାପର ଫଳାଫଳ, ପାପର ବେତନ ମୃତ୍ୟୁ, ଏହି ସମସ୍ତ କ୍ରୁଶରେ ଯୀଶୁଙ୍କ ସହିତ ହତ ହେଇଛି। ଏହାର ଅର୍ଥ କ'ଣ? ଜଣେ ଲୋକ ପାପରୁ ମୁକ୍ତ ହେବା ପାଇଁ ପାପର ଶରୀର ଯେ ମଣିଷ ଧରିଛି, ସେ ପାପର ଶରୀର ମଲେ ସେ ମୁକ୍ତ ହେବ। କିନ୍ତୁ ସେ ପାପର ଶରୀର ମୃତ୍ୟୁ ହେବା ଦରକାର ମାନେ କ'ଣ? ସେ ପାପର ଶରୀର ମଶାଣିକୁ ଯିବା ଦରକାର ବା ମଣିଷ ଶରୀର ଠାରୁ ଅଲଗା ହେବା ଦରକାର, ତାହା ନୁହେଁ। এই যে পাপর স্বভাব পাই যে খ্রিস্ট মলে ক্রুশরে মলে, সেইটে মু বা মোর পাপর শরীর বা পাপর স্বভাব ক্রুশরে যীশুଙ୍କ সহিত হত হইଅଛି, ଏହା ବିଶ୍ୱାସ କରିବା ଆବଶ୍ୟକ ଅଟେ। ପ୍ରିୟ ଭାଇ ଭଉଣୀମାନେ, ପ୍ରଭୁଙ୍କର ଦାସମାନେ, ଆପଣମାନେ ଚିନ୍ତା କରନ୍ତୁ ଯେ ଯୀଶୁ ଆମ ପାଇଁ ମଲେ, ଆମର ପାପ ପାଇଁ ମଲେ। ଆମେ ସବୁବେଳେ କହିଥାଉ ପାପୀ ପାଇଁ ଆସିଲେ, କିନ୍ତୁ ଆହୁରି ଗୋଟେ ପଦ ଆଗକୁ ଆମେ ଜାଣିବାର ଅଛି, ଆହୁରି ପରବର୍ତ୍ତୀ ପାହାଚ ଆମକୁ ଜାଣିବାର ଅଛି। ତାହା ହେଉଛି ଯୀଶୁ ମଲେ ବୋଲି କହିବା ସହିତ ମୁଁ କ୍ରୁଶରେ ହତ ହେଲି, ଏହା କହିବା ଆବଶ୍ୟକ ଅଛି। ସେଥିପାଇଁ ମୁଁ ଯେ କିଏ? ସେଟା ମୁଁ ପାପୀ, ପାପର ଶରୀର, এইটা କ୍ରୁଶରେ ମରିବାର ଆବଶ୍ୟକ ଅଛି। ଏହା ବିଶ୍ୱାସ ଦ୍ୱାରା ହେବ, ଏହା ଅନୁଭବ ଦ୍ୱାରା ହେବ ନାହିଁ, ଏହା ବାକ୍ୟ ଦ୍ୱାରା ହେବ। ତେଣୁ ଆପଣ କିମ୍ବା ମୁଁ ଯେତେବେଳେ ଯୀଶୁଙ୍କର ମୃତ୍ୟୁ ବୋଲି ଖାଲି ନ କହି, ଏହା ମୁଁ ମରିଲି କ୍ରୁଶରେ, ପାପର ସ୍ୱଭାବ ମୋର ମଲା ବୋଲି ଯେତେବେଳେ ମୁଁ ବିଶ୍ୱାସ କରେ, ତା ମାନେ ମୁଁ ମରିଗଲି। ସେଥିପାଇଁ 7 ପଦ ଆମକୁ କ୍ଲିୟର କରୁଛି, ଏହା ତ ମାନେ ଜାଣୁ ଯେ ମରିଅଛି ସେ ପାପରୁ ମୁକ୍ତ ହେଇଅଛି। ତେବେ ଏବେ ଆପଣମାନଙ୍କୁ ଏଇଟା ସହଜ ହେବ, କିଏ ମରିଅଛି ପ୍ରକୃତରେ? ଆପଣ ନିଜେ କି? ନାଇଁ, ଆପଣ ନିଜେ ମରିନାହାନ୍ତି, ଆପଣଙ୍କ ଜାଗାରେ ଆଉ ଜଣେ ମରିଛନ୍ତି। ଆଉ ସେ ମୃତ୍ୟୁକୁ ଯେତେବେଳେ ଆପଣ ନିଜର ମୃତ୍ୟୁକୁ ବୋଲି ବିଶ୍ୱାସ କରିବେ, ତେବେ ଆପଣ ବି ମରିଛନ୍ତି। ତେବେ ଆପଣ ପାପୀ ନୁହନ୍ତି, କାହିଁକି? ଯୀଶୁ ମରିବାଟା ଆପଣଙ୍କର ମୃତ୍ୟୁ ହେଲା, ଆପଣଙ୍କର ପାପର ଶରୀର ବିନଷ୍ଟ ହେଲା। ଆପଣ ଦେଖନ୍ତୁ, ପାପର ଶରୀର ଯେତେବେଳେ ବିନଷ୍ଟ ହେଲା ଯୀଶୁଙ୍କ ମୃତ୍ୟୁ ଦ୍ୱାରା, ତେବେ ଆପଣ ମରିଗଲେ। ସେହି ଦିନଠାରୁ ଆପଣ ମରିଯାଇଛନ୍ତି। ଆଉ ଯେତେବେଳେ ମରିଯାଇଛନ୍ତି ବୋଲି ବିଶ୍ୱାସ କରନ୍ତି, ଆପଣ ପାପରୁ ମୁକ୍ତ ହେଇଛନ୍ତି। ତେଣୁ ଏହି କଥା ସମସ୍ତଙ୍କ ପାଇଁ ସହଜ ନୁହେଁ, ଏହା ବେଶୀ କଷ୍ଟ। ଏଇଟା କାହିଁକି? ମୁଁ ଯୀଶୁଙ୍କ ସହିତ କ୍ରୁଶରେ ମରିଗଲି, ମୋର ପାପର ଶରୀର ଦଣ୍ଡ ପାଇଲା, ମୁଁ ପାପର ଶରୀର ବିନଷ୍ଟ ହେଲା ବୋଲି ବିଶ୍ୱାସ କରିବା ଅନେକଙ୍କ ପକ୍ଷରେ ସମ୍ଭବ ନୁହେଁ। କିନ୍ତୁ ଯେଉଁମାନେ ବିଶ୍ୱାସ କରନ୍ତି ସେମାନେ ମୁକ୍ତ ହୁଅନ୍ତି, ପାପ ତାଙ୍କ ଉପରେ ରାଜୁତି କରିପାରେ ନାହିଁ। 8 ପଦ, କିନ୍ତୁ ଆମ୍ଭେମାନେ ଯଦି ଖ୍ରୀଷ୍ଟଙ୍କ ସହିତ ମରିଅଛୁ, ତାହେଲେ ଆମମାନେ ଯେ ତାହାଙ୍କ ସହିତ ମଧ୍ୟ ବଞ୍ଚିବା, ଏହା ଆମେ ବିଶ୍ୱାସ କରୁ। ଦେଖନ୍ତୁ, ଯଦି ଆମେ ଖ୍ରୀଷ୍ଟଙ୍କ ସହିତ ମରିଅଛୁ, ଯଦି କହିବାର ଅର୍ଥ କ'ଣ? ଏଇଟା ବାଧ୍ୟବାଧକତା ନୁହେଁ, କିମ୍ବା ଜଣେ
ଯେ ଏହା ସରଳରେ ଗ୍ରହଣ କରିପାରିବ ତାହା ନୁହେଁ, କିନ୍ତୁ ଯିଏ କରିପାରିଲା, ଅର୍ଥାତ୍ କ୍ରୁଶରେ ମୁଁ ମରିଅଛି ବୋଲି ଯିଏ ବିଶ୍ୱାସ କଲା। ମୁଁ ମରିଅଛି ମାନେ କ'ଣ? ମୋର ପାପର ଶରୀର ମଲା ବୋଲି ଯିଏ ବିଶ୍ୱାସ କରୁଛି, ସେଇ ଲୋକ ଆହୁରି ବିଶ୍ୱାସ କରିବାର ଅଛି ଯେ ମୁଁ ଖ୍ରୀଷ୍ଟଙ୍କ ପରି ଜୀବିତ, ଆଉ ଖ୍ରୀଷ୍ଟଙ୍କ ସଦୃଶ୍ୟ ମୁଁ ବଞ୍ଚିବି ବୋଲି। 9 ପଦ, ଖ୍ରୀଷ୍ଟ ମୃତମାନଙ୍କ ମଧ୍ୟରୁ ଉତ୍ଥାପିତ ହେବାରୁ ଯେ ଆଉ କେବେ ମରିବେ ନାହିଁ। ହଁ, ଖ୍ରୀଷ୍ଟ ଯେତେବେଳେ ମଲେ ଆଉ ପୁନରୁତ୍ଥାନ ହେଲେ ଆଉ ଥରେ ସେ ମରିବେ କି ନାହିଁ, ଏହା ତମମାନେ ଜାଣ। ଆଉ ତାହାଙ୍କ ଉପରେ ମୃତ୍ୟୁର କର୍ତ୍ତୃତ୍ୱ ନାହିଁ। ଠିକ୍ ସେମିତି 9 ପଦ, କାରଣ ସେ ଯେଉଁ ମୃତ୍ୟୁ ଭୋଗ କଲେ ତୋ ଦ୍ୱାରା ସେ ଏକାଥରକେ ପାପ ପ୍ରତି ମୃତ ହେଲେ, କିନ୍ତୁ ସେ ଯେଉଁ ଜୀବନରେ ଜୀବିତ ସେଥିରେ ସେ ଈଶ୍ୱରଙ୍କ ପ୍ରତି ଜୀବିତ ଅଟନ୍ତି। ତ ଯୀଶୁ ମଲେ ପୁନରୁତ୍ଥିତ ହେଲେ, ଆଉ ଥରେ ସେ ମରିବେ ନାହିଁ। ତ ଯୀଶୁଙ୍କର ମୃତ୍ୟୁ ଯେହେତୁ ମୋର ମୃତ୍ୟୁ, ମୋର ପାପର ଶରୀରର ଦଣ୍ଡାଜ୍ଞା ବା ପାପର ଶରୀର ସେଇଠି ମଲା, ତେବେ ମୁଁ ମଧ୍ୟ ଆଉ ଥରେ ମରିବି ନାହିଁ, ଅର୍ଥ ଆଉ ଥରେ ଦଣ୍ଡାଜ୍ଞା ପାଇବି ନାହିଁ, ଆଉ ଥରେ ମୁଁ ବିଚାରିତ ହେବି ନାହିଁ, ଆଉ ଥରେ ମୁଁ ପାପୀ ହେବି ନାହିଁ। କାହିଁକି? ଯୀଶୁଙ୍କର ମୃତ୍ୟୁ ମୋର ଶରୀରର ଦଣ୍ଡାଜ୍ଞା ପାଇଁ ହେଲା, ମୋ ପାପର ଶରୀର ସେଠି ବିନଷ୍ଟ ହେଲା। ତେଣୁ ଏହି କଥାକୁ, ଏହି ବାକ୍ୟକୁ ଯେତେବେଳେ ଜଣେ ମନୁଷ୍ୟ ବିଶ୍ୱାସ କରେ, ଆମେ ଯେତେବେଳେ ବିଶ୍ୱାସ କରୁ, ଆମେ ପାପ କ୍ଷମା ପାଇଅଛୁ, ପାଇବୁ ନାହିଁ। 11 ପଦ, ସେହି ପ୍ରକାରେ ତୁମେମାନେ ମଧ୍ୟ ଆପଣାକୁ ପାପ ପ୍ରତି ମୃତ, କିନ୍ତୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଥାଇ ଈଶ୍ୱରଙ୍କ ପ୍ରତି ଜୀବିତ ବୋଲି ଗଣନା କର। ଦେଖ, ଏହି କାରଣ ପାଇଁ ତୁମେ ପାପ ପ୍ରତି ମୃତ ବୋଲି ବିଚାର କର ଏବଂ ଖ୍ରୀଷ୍ଟଙ୍କର ସହଭାଗିତାରେ ଥିବାରୁ ତୁମେ ଜୀବିତ ବୋଲି ଗଣନା କର। ଅର୍ଥାତ୍ ଆଉ ମୃତ ନୁହଁ, ଅର୍ଥାତ୍ ପାପୀ ନୁହଁ, ଆଉ ଦଣ୍ଡିତ ହେବ ନାହିଁ। ସେଥିପାଇଁ ଖ୍ରୀଷ୍ଟଙ୍କର ମୃତ୍ୟୁରେ ମନୁଷ୍ୟର ପାପର ଶରୀର ବିନାଶ ହୋଇଛି, ମରାଯାଇଛି। ଏହି ମୃତ୍ୟୁରେ ଯେ ମୃତ୍ୟୁ ପାଇଛି ସେ ପ୍ରକୃତରେ ପାପ କ୍ଷମା ପାଇଛି। କିନ୍ତୁ ଅନେକ ଲୋକମାନେ ଏହି ସତ୍ୟ ନ ଜାଣିବା ଦ୍ୱାରା ଆମର ଶରୀର ମୃତ୍ୟୁ ବା ମଶାଣୀ ସ୍ଥିତିକୁ ଯେତେବେଳେ ବୁଝାନ୍ତି, ଏଇଟା ତ ସମସ୍ତେ ମରିବେ, କ'ଣ ସମସ୍ତେ ସ୍ୱର୍ଗ ଯିବେ କି? ନାହିଁ, ସେ ଅର୍ଥରେ ନୁହେଁ। ଖ୍ରୀଷ୍ଟଙ୍କ ମୃତ୍ୟୁରେ ଯିଏ ମରିଛି, ଅର୍ଥ ତାଙ୍କର ପାପର ଶରୀର ମରିସାରିଛି, ସେମାନଙ୍କ ପାଇଁ ପ୍ରକୃତରେ ପାପ କ୍ଷମା ହୋଇସାରିଛି। ସେଥିପାଇଁ ଗାଲାତି 2:20 ମଧ୍ୟ ପାଉଲ କହନ୍ତି, ମୁଁ ଆଉ ଜୀବିତ ନାହିଁ, ମୁଁ ଯୀଶୁଙ୍କ ଦ୍ୱାରା କ୍ରୁଶରେ ହତ ହେଇଛି, ଆଉ ଖ୍ରୀଷ୍ଟ ମୋ ଠାରେ ଜୀବିତ। ତେଣୁ ପାଉଲ ମଧ୍ୟ କହୁଛନ୍ତି ମୁଁ କ୍ରୁଶରେ ମରିଛି। ଏଇ ଯେଉଁ ମରିଛି ମାନେ କ'ଣ? ପାପର ଶରୀର କ୍ରୁଶରେ ମଲା। ତେଣୁ ଖାଲି ଯୀଶୁ ମଲେ ମୋ ପାଇଁ ନ କହିକି ମୁଁ କ୍ରୁଶରେ ମଲି, ଏହା କହିବା ହେଉଛି ଆହୁରି ଗୁରୁତ୍ୱପୂର୍ଣ୍ଣ ବିଷୟଟେ। ଆହୁରି କଲୋସୀ 3:3 ଲେଖା ଅଛି, ତୁମମାନେ ମରିଅଛ, ଆଉ ତୁମମାନଙ୍କର ଜୀବନ ଗୁପ୍ତରେ ଅଛି ଖ୍ରୀଷ୍ଟଙ୍କ ଠାରେ ବୋଲି ଲେଖା ଅଛି। ତେଣୁ ଆପଣମାନେ ମରିଛନ୍ତି, ଏହା ବିଶ୍ୱାସ କରିବା ନିହାତି ଆବଶ୍ୟକ। ଆପଣମାନେ ମରିଛନ୍ତି ମାନେ କ'ଣ? ଆପଣ ପାପ ଶରୀର ଯେଉଁ ଧରିଥିଲେ ତାହା ମରିଛି, ତେବେ ଆପଣ ମୁକ୍ତ, ପାପ କ୍ଷମା ପାଇଛନ୍ତି ଯଦି ବିଶ୍ୱାସ କରିପାରନ୍ତି ତ। ଯଦି ନୁହେଁ, ଆପଣ ଆଜି ବି ସେ ପାପର ଦଣ୍ଡାଜ୍ଞାରେ ଅଛନ୍ତି। କାରଣ ଯେ ମରିଅଛି ସେ ସିନା ପାପରୁ ମୁକ୍ତ ହେବ, ଯେ ମରିନାହିଁ ସେ କେମିତି ମୁକ୍ତ ହେବ? ସେଥିପାଇଁ 2 କରନ୍ଥୀରେ ମଧ୍ୟ ଆମେ ପାଇବା, 2 କରନ୍ଥୀ 5 ପର୍ବର 14 ପଦ ଯଦି ଦେଖିବେ, ସେଠି ସ୍ପଷ୍ଟ ଭାବରେ ଲେଖା ହେଇଛି, ଆମମାନେ ଏହି ବିଚାର କରିଅଛୁ, କାରଣ ଖ୍ରୀଷ୍ଟଙ୍କ ପ୍ରେମ ଆମମାନଙ୍କୁ ବଶରେ ରଖି ଚଳାଉଅଛି। ଯେଣୁ ଆମ୍ଭେମାନେ ଏହି ବିଚାର କରିଅଛୁ ଯେ ଜଣେ ସମସ୍ତଙ୍କ ନିମନ୍ତେ ମୃତ୍ୟୁଭୋଗ କରିଥିବାରୁ ସମସ୍ତେ ମୃତ ହେଲେ। ତେଣୁ ଆମେ ବିଚାର କରିବାର ଅଛି, ଆମେ ଗ୍ରହଣ କରିବାର ଅଛି ଯେ ଜଣେ ସମସ୍ତଙ୍କ ନିମନ୍ତେ ମରିଥିବାରୁ ସମସ୍ତେ ମୃତ୍ୟୁଭୋଗ କଲେ। କେଉଁ ଭାଷାରେ କୁହାଯାଏ ସମସ୍ତେ ମୃତ୍ୟୁଭୋଗ କଲେ ଯୀଶୁଙ୍କ ମୃତ୍ୟୁ ଦ୍ୱାରା? ଏହାର କେଉଁ ଅର୍ଥ? ଏହାର ମଣିଷର ପାପର ଶରୀର ମଲା। ସେଥିପାଇଁ ପାପର ଶରୀର ମଲା ଯୀଶୁଙ୍କ ସହିତ। ଏହା ଯେଉଁ ଭାଇ ଭଉଣୀ ବିଶ୍ୱାସ କରେ ସେ ପ୍ରକୃତରେ ପାପ କ୍ଷମା ପାଇଛି ଏବଂ ସେ ଏବେ ପାପର ଅଧୀନରେ ନାହିଁ, ସେ ଏବେ ଦଣ୍ଡାଜ୍ଞାର ଅଧୀନରେ ନାହିଁ, ଯେହେତୁ ସେ ମରିଛି। ତେଣୁ ମୁଁ ଆଶା କରୁଛି ଆଜିର ଆଲୋଚନା ଆପଣମାନେ ବୁଝିଲେ, ଆଉ ଆପଣମାନଙ୍କୁ ଯଦି ସହଜ ଲାଗିଲା, ବୁଝିବାକୁ ଭଲ ହେଲା, ତେବେ ଆପଣମାନେ ଲାଇକ୍ କରନ୍ତୁ, ଆଉ ଅନେକ ଲୋକମାନଙ୍କୁ ଏ ସତ୍ୟ ବିଷୟରେ ସେୟାର କରନ୍ତୁ, ଜଣାନ୍ତୁ।
आउ जदि नुआरे शुणुंट तेरे सब्सक्राइब करूँ एवं बेल आइकन को दबातु आज्ञा माने जेहेतु एपरि अनेक वीडियो बनइले आपण मानक निकटक तार नोटिफिकेशन जीव आपण जानी पारिबे। आज एतिकी कहबी समस्त को नमस्कार।